ଜୟ ଜଗନ୍ନାଥ। ଆପଣମାନଙ୍କୁ ମୋ ଚ୍ୟାନେଲକୁ ସ୍ୱାଗତ କରୁଛି। ଆଜି ମୁଁ ଆପଣଙ୍କୁ କହିବି କୁଣ୍ଡଳୀରେ କର୍କଟ ରାଶିରେ ଚନ୍ଦ୍ର ଥିଲେ 12ଟି ଭାବ ଉପରେ କି ପ୍ରଭାବ ପଡ଼େ। କର୍କଟ ରାଶିର ସ୍ୱାମୀ ଚନ୍ଦ୍ର ନିଜେ। ତେଣୁ କର୍କଟ ରାଶିର ଲୋକମାନେ ବହୁତ ଭାବୁକ, ଦୟାଳୁ ଆଉ ନିର୍ମଳ ମନ ଲୋକ ହୋଇଥାନ୍ତି। ପରିବାରକୁ ଏମାନେ ପ୍ରାଣଠୁ ଅଧିକ ଭଲ ପାଆନ୍ତି। ଏମାନଙ୍କର ଇଣ୍ଟୁଇସନ୍ ଶକ୍ତି ବହୁତ ପ୍ରବଳ ଥାଏ, କିନ୍ତୁ ଏମାନଙ୍କର ମନ ଚନ୍ଦ୍ରକଳା ପରି ଚଞ୍ଚଳ ଥାଏ। ଆସନ୍ତୁ ଜାଣିବା କର୍କଟ ରାଶିରେ ଚନ୍ଦ୍ର ଥିଲେ 12ଟି ଭାବ ଉପରେ କିପରି ପ୍ରଭାବ ଦେଖାଏ। ଲଗ୍ନରେ କର୍କଟ ରାଶିରେ ଚନ୍ଦ୍ର ଥିଲେ ବ୍ୟକ୍ତି ବହୁତ ନିର୍ମଳ ହୃଦୟର ହୋଇଥାଏ। ଭାବୁକ ଆଉ ଯତ୍ନବାନ ସ୍ୱଭାବର ହୋଇଥାଏ। ଏମାନଙ୍କର ଚେହେରାରେ ଅଲଗା ପ୍ରକାରର ଚମକ ଥାଏ। ଚେହେରା ଚନ୍ଦ୍ର ପରି ଗୋଲ ହୋଇଥାଏ। ଦ୍ୱିତୀୟ ଭାବ ଧନର ଭାବ, ବାଣୀର ଭାବ। କର୍କଟ ରାଶିରେ ଚନ୍ଦ୍ର ଥିଲେ ବ୍ୟକ୍ତିର ବାଣୀ ମଧୁର ଆଉ ପ୍ରଭାବଶାଳୀ ହୋଇଥାଏ। ଏମାନେ ପରିବାରକୁ ବହୁତ ଗୁରୁତ୍ୱ ଦେଇଥାନ୍ତି ଆଉ ଏମାନଙ୍କର ପାଖରେ ଲିକ୍ୱିଡ୍ କ୍ୟାସ୍ର ଅଭାବ ରହେ ନାହିଁ। ଏହି ବ୍ୟକ୍ତିଙ୍କର କଥାରେ ଲୋକମାନେ ସହଜରେ ବିଶ୍ୱାସ କରନ୍ତି। ତୃତୀୟ ଭାବ ଭାଇ ଭଉଣୀ ବା ପରାକ୍ରମ ଭାବ। କର୍କଟ ରାଶିରେ ଚନ୍ଦ୍ର ଥିଲେ ବ୍ୟକ୍ତିର କମ୍ୟୁନିକେସନ୍ ବହୁତ ଇମୋସନାଲ୍ ଆଉ ପ୍ରଭାବଶାଳୀ ହୋଇଥାଏ। ଏମାନେ ନିଜ ଛୋଟ ଭାଇ ଭଉଣୀଙ୍କ ସହ ବହୁତ ଜଡ଼ିତ ଥାଆନ୍ତି ଆଉ ଏମାନଙ୍କ ପାଖରେ ଲେଖାଲେଖିର ଭଲ କଳା ଥାଏ। ଚତୁର୍ଥ ଭାବ ସୁଖର ଭାବ। କର୍କଟ ରାଶିରେ ଚନ୍ଦ୍ର ଥିଲେ ଏହା ମାତୃସୁଖ ଆଉ ଘର ସୁଖ ପାଇଁ ଶ୍ରେଷ୍ଠ ହୋଇଥାଏ। ଏମାନେ ନିଜ ଘର ଆଉ ମାଙ୍କୁ ବହୁତ ଭଲ ପାଆନ୍ତି। ଏମାନଙ୍କ ପାଖରେ ଘର ଆଉ ଗାଡ଼ିର ଯୋଗ ଥାଏ। ପଞ୍ଚମ ଭାବ ସନ୍ତାନ, ଶିକ୍ଷା, କ୍ୟାରିୟର। କର୍କଟ ରାଶିରେ ଚନ୍ଦ୍ର ଥିଲେ ବ୍ୟକ୍ତି ବହୁତ ବୁଦ୍ଧିମାନ ଆଉ କ୍ରିଏଟିଭ୍ ହୋଇଥାଏ। ଏମାନେ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି ଆଉ ଏମାନଙ୍କ ଇଣ୍ଟୁଇସନ୍ ପାୱାର ବହୁତ ଭଲ ଥାଏ। ଷଷ୍ଠ ଭାବ କର୍କଟ ରାଶିରେ ଚନ୍ଦ୍ର ଥିଲେ ଶତ୍ରୁ ନିଜେ ପରାସ୍ତ ହୋଇଯାଏ। ବ୍ୟକ୍ତିକୁ ଋଣ ଆଉ ରୋଗରୁ ମୁକ୍ତି ଦିଏ, କିନ୍ତୁ ଥଣ୍ଡା ବା କଫର ସମସ୍ୟା ପ୍ରତି ସାବଧାନ ରହିବା ଦରକାର। ସପ୍ତମ ଭାବ ଜୀବନସାଥୀର ଭାବ। କର୍କଟ ରାଶିରେ ଚନ୍ଦ୍ର ଥିଲେ ଜୀବନସାଥୀକୁ ବହୁତ କେୟାରିଂ, ସୁନ୍ଦର ଆଉ ଇମୋସନାଲ୍ ବନାଏ। ଏହି ସ୍ଥିତିରେ ପବ୍ଲିକ୍ ଇମେଜ୍ ବହୁତ ଭଲ ଥାଏ ଆଉ ଲୋକମାନେ ତୁମକୁ ବହୁତ ଭଲ ପାଆନ୍ତି। ଏହି ଲୋକମାନେ ନିଜ ଜୀବନସାଥୀ ସାଙ୍ଗେ ବହୁତ ଆଟାଚମେଣ୍ଟ ହୋଇଥାନ୍ତି। ଅଷ୍ଟମ ଭାବ ଆୟୁ ବା ଗୁପ୍ତ ଜ୍ଞାନର ଭାବ। ଯାହା ବ୍ୟକ୍ତିକୁ ଆଧ୍ୟାତ୍ମିକ ଆଉ ଆଷ୍ଟ୍ରୋଲୋଜିରେ ଗଭୀର ରୁଚି ଦିଏ। ବ୍ୟକ୍ତିକୁ ସଡନ୍ ଗେନ୍ ଆଉ ଗୁପ୍ତ ଧନ ଦେଇଥାଏ, କିନ୍ତୁ ମନକୁ ଟିକେ ରେଷ୍ଟଲେସ୍ ରଖେ। ନବମ ଭାବ ଭାଗ୍ୟ, ଧର୍ମ, ପିତାଙ୍କ ଭାବ। କର୍କଟ ରାଶିରେ ଚନ୍ଦ୍ର ଥିଲେ ବ୍ୟକ୍ତିକୁ ବହୁତ ଭାଗ୍ୟବାନ ଆଉ ଧାର୍ମିକ ବନାଏ। ଏମାନେ ତୀର୍ଥଯାତ୍ରା କରିବାକୁ ବହୁତ ଭଲ ପାଆନ୍ତି
ଆଉ ଏମାନଙ୍କର ଭାଗ୍ୟ ସବୁବେଳେ ସାଥ ଦିଏ। ଏମାନେ ଗୁରୁ ଆଉ ପିତାଙ୍କୁ ବହୁତ ସମ୍ମାନ କରିଥାନ୍ତି। ଦଶମ ଭାବ କର୍ମର ଭାବ। କର୍କଟ ରାଶିରେ ଚନ୍ଦ୍ର ଥିଲେ କର୍ମରେ ବହୁତ ଉନ୍ନତି ହୁଏ। ଲୋକମାନେ ଆପଣଙ୍କୁ ସମ୍ମାନ କରନ୍ତି ଆଉ କ୍ୟାରିୟରରେ ପବ୍ଲିକ୍ ଇମେଜ ବହୁତ ଭଲ ରହେ। ଏକାଦଶ ଭାବ ବା ଲାଭର ଭାବ। କର୍କଟ ରାଶିରେ ଚନ୍ଦ୍ର ଥିଲେ ଧନ ଯୋଗ ସୃଷ୍ଟି କରେ, ଯାହା ଆପଣଙ୍କର ସବୁ ଇଚ୍ଛା ପୂରଣ କରିବାରେ ସାହାଯ୍ୟ କରେ। ସୋସିଆଲ ସର୍କଲରେ ବହୁତ ସମ୍ମାନ ମିଳେ ଆଉ ଇନକମରେ ନୂଆ ନୂଆ ରାସ୍ତା ଖୋଲିଯାଏ। ଦ୍ୱାଦଶ ଭାବ ମୋକ୍ଷ ବା ବିଦେଶ ଯାତ୍ରାର ଭାବ। କର୍କଟ ରାଶିରେ ଚନ୍ଦ୍ର ଥିଲେ ଯାହା ଆପଣଙ୍କୁ ଆଧ୍ୟାତ୍ମିକ ମେଡିଟେସନ ଆଉ ଇଣ୍ଟୁଇସନରେ ବହୁତ ପ୍ରବଳ କରେ। ଏମାନେ ସ୍ୱପ୍ନ ମାଧ୍ୟମରେ ଭବିଷ୍ୟତ ଜାଣିପାରନ୍ତି ଆଉ ବିଦେଶରୁ ଲାଭ ପାଇବାରେ ଯୋଗ ଥାଏ। ଆପଣମାନଙ୍କୁ ଯଦି ମୋ ଚ୍ୟାନେଲ ଭଲ ଲାଗୁଛି ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜଗନ୍ନାଥଙ୍କ କୃପାରୁ ଆପଣଙ୍କର ଦିନ ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ। ଧନ୍ୟବାଦ।